প্রতাপ জম প্রাণ নমো প্রাণ ହେଲେ ମୁଁ କଣ ଦେଖୁଛି ଦୁଆର ଥିଲା କବାଟ ମେଲା ଏ ଚିତ୍ରଗୁପ୍ତ କୁଆଡ଼େ ଗଲା ଚିତ୍ରଗୁପ୍ତ 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 ଆଉ ତାପରେ ହସିବା ନୃତ୍ୟ ମାମୁନି ଖେଳିଥାଏ ତମେ ଯାଇ ଧାନ କୁଟୁଥିଲ ନା କଣ କରୁଥିଲ ନା ଆମେ ଓଡ଼ିଶୀ ନୃତ୍ୟ କରୁଥିଲୁ ଭଜ କଲା ବନ୍ଦ କର ଚିତ୍ରଗୁପ୍ତ ଚିତ୍ରଗୁପ୍ତ এই কিছুদিন হব ମୁଁ ଖାଇଲା ବେଳେ ବସିଲା ବେଳେ ଶୋଇଲା ବେଳେ ସବୁ ସମୟରେ ମତେ ଗୋଟେ କ୍ରନ୍ଦନର ସ୍ୱର ଶୁଣାଯିବ ମୁଁ ଯାହା କିଛି ବି କରେ ଶୁଣିପାରୁଛ କଣ ଶୁଣିପାରୁଛ କଣ ହେଲେ ମତେ କଣ୍ଟନର ସ୍ୱର ଶୁଣିବା ସହିତ ମୁଁ ସବୁ କିଛି ଦେଖିପାରୁଛି ମଣିମା ଏଇ କଣ୍ଟନର ସ୍ୱର ମର୍ତ୍ତ୍ୟ ମଣ୍ଡଳରୁ ଆସୁଛି ମର୍ତ୍ତ୍ୟ ମଣ୍ଡଳରୁ ଏବେ କାହିଁକି ଚିତ୍ରଗୁପ୍ତ ମଣିମା ମର୍ତ୍ତ୍ୟ ମଣ୍ଡଳ ଲୋକମାନେ ନିଜ ଚାରିପାର୍ଶ୍ୱ ଦେଇ ସଫା ସୁତୁରା ରଖୁନାହାନ୍ତି ସଫେଇ ଗାଡ଼ିରେ ଅଳିଆ ନ ଦେଇ ଏଣେ ତେଣେ ପକାଉଛନ୍ତି ମଣିମା ମର୍ତ୍ତ୍ୟ ମଣ୍ଡଳ ଗୋଟେ ବିରାଟ ରାକ୍ଷସ ଜନ୍ମ ନେଇଛି ରାକ୍ଷସ ଯାହାର ନାଁ ପଲିଥିନ୍ ପ୍ଲାଷ୍ଟିକ ଯାହାର ଜନ୍ମ ଅଛି ମଣିମା ହେଲେ ମୃତ୍ୟୁ ନାହିଁ ଜନ୍ମ ଅଛି ହେଲେ ମୃତ୍ୟୁ ନାହିଁ ଚିତ୍ରଗୁପ୍ତ ଏହାର କୌଣସି ଗୋଟେ ସମାଧାନ ଥିବ ଜଳ ପୃଷ୍ଠରେ ଏମିତି କୌଣସି ଜୀବନ ଜନ୍ମ ଯାହାର ଜନ୍ମ ଅଛି ହେଲେ ମୃତ୍ୟୁ ନାହିଁ ମଣିମା ଆପଣ ତାକୁ ଯଦି ଅଗ୍ନିରେ ପଡ଼ିବେ ସେ ବାୟୁମଣ୍ଡଳକୁ ଦୂଷିତ କରିଦେବ ଆପଣ ତାକୁ ଯଦି ଜଳରେ ଭସାଇବେ ଶହ ଶହ ବର୍ଷ ଧରି ସେ ଜଳରେ ମିଶିବ ନାହିଁ ବରଂ ଜଳକୁ ବି ଦୂଷିତ କରିଦେବ ଆପଣ ତାକୁ ଯଦି ମାଟିରେ ପୋତିବେ ସେ ମାଟିରେ ବି ମିଶିବ ନାହିଁ ବରଂ ମାଟିକୁ ବି ଦୂଷିତ କରିଦେବ ଯାହା ଫଳରେ ଫସଲ ହୋଇପାରିବେ ନାହିଁ ଚିତ୍ରଗୁପ୍ତ ମଣିମା କରିବାର ମାନେ ପ୍ଲାଷ୍ଟିକ ପଲିଥିନ୍ ହଉଛି ଏକ ମାରାତ୍ମକ ଜୀବ ହଁ ମଣିମା ଆର ବ୍ୟବହାର କରିବା ବହୁତ ଖରାପ ଆଉ ବିଳମ୍ବ କରିବାନି ଚିତ୍ରଗୁପ୍ତ ଆମେ ଶୀଘ୍ର ଚାଲ ମର୍ତ୍ତ୍ୟ ମଣ୍ଡଳ ଗମନ କରିବା ସେଠି ଯାଇ ଲୋକମାନଙ୍କୁ ସଚେତନ କରିବା ତାଙ୍କୁ ବୁଝାଇ ଦେଇ ଆସିବା ସ୍ୱଚ୍ଛତା ହିଁ ସେବା କାରଣ ନିଜେ ସ୍ୱଚ୍ଛ ରହିବେ ନିଜ ଚତୁଃପାର୍ଶ୍ୱକୁ ସ୍ୱଚ୍ଛ ରଖିବେ ହେଲେ ମଣିମା ଆମେ ଯିବା କିପରି ମର୍ତ୍ତ୍ୟ ମଣ୍ଡଳକୁ ଯିବା ଗୋଟେ କାମ କର ମୋ ବାହନ ମହିଷୀକୁ ନେଇ ଆସ ମହିଷୀ ଅଛି ମଣିଷ ଅଛି ମାନେ କୁଆଡ଼େ ଗଲା ଆଜିକି 6 ଦିନର ବିୟୁଟି ପାର୍ଲର ନେଇ ବସିଛି କଣ ନା ରଜ କେମିତି ଅଡିସନ ଦବ ମଣିଷୀରେ ଯାଇକି ବିୟୁଟି ପାର୍ଲର ବସିଲେ ଆଉ ତ ଖାଲି ଆପଣଙ୍କ ସ୍ତ୍ରୀ ଯିବ ମୋ ସ୍ତ୍ରୀ ଯିବ କି ନାହିଁ ସେଟା ତମେ ଚିନ୍ତା କରିବ ଚିତ୍ରଗୁପ୍ତ କ୍ଷମା ମଣିମା ଚିତ୍ରଗୁପ୍ତ ଗୋଟେ କାମ କରୁନ କହୁନାହାନ୍ତି ମୋ ଶ୍ୱଶୁର ଘରୁ ଯୌତୁକ ପାଇଥିବା ସେ ବୁଲେଟଟା ନେଇକି ଆସ ଶ୍ୱଶୁର ଘରେ ଦେଇଛନ୍ତି ଗୋଟେ ଭଙ୍ଗା ଲୁନା 1700 ମସିହାରେ ତାକୁ କହୁଥିଲେ ନେଇକିଆ ବୁଲେଟ କୋଉଠୁ ଆଣିବୁ ଚିତ୍ରଗୁପ୍ତ ମଣିମା ସେଟା ବୁଲେଟ ତାକୁ ତମେ ଭଙ୍ଗା ଲୁନା ବୋଲି ସମ୍ಬೋଧନ କରୁଛ କ୍ଷମା ମଣିମା ଯଥାଶୀଘ୍ର ନେଇ ଆସୁଛି ଚିତ୍ରଗୁପ୍ତ ମଣିମା ତମେ ବୁଲେଟ ଚଲାଉଛ ମତେ ଲାଗୁଛି ଗୋଟେ ଚମଚା ଉତ୍ତମ ଅତି ଉତ୍ତମ ଚିତ୍ରଗୁପ୍ତ ଅତି ଉତ୍ତମ ହେଲେ ଚିତ୍ରଗୁପ୍ତ ମଣିମା ତମେ ତ ଯାହା କହୁଥିଲ ସତ୍ୟ କଣ ମଣିମା ଏଠାକାର ଲୋକମାନେ ଜମା ବି ସଚେତନ ନାହାନ୍ତି ମଣିମା ଏବେ ତମେ ଅଳିଆ ପକାଉଛନ୍ତି ସଫେଇ ଗାଡ଼ିରେ ଅଳିଆ ଦଉନାହାନ୍ତି କି ନିଜେ ବି ସଫା ସୁତୁରା ରହୁନାହାନ୍ତି ଚିତ୍ରଗୁପ୍ତ ମଣିମା ଆଉ ବିଳମ୍ବ କରିବାନି ଆମେ ଯଦି ବଜରାଜନଗର ପୌର ପରିଷଦରେ ପହଞ୍ଚି ଯାଇଛନ୍ତି ତେବେ ଚାଲ କାହିଁ କେହି ଦେଖା ଯାଉନାହାନ୍ତି ମୁଁ ସବୁଦିନ ସକାଳୁ ଠିକ ଟାଇମରେ ଗାଡ଼ି ଧରିକି ଆସି ପହଞ୍ଚୁଛି ହେଲେ ମୋ ପାଖରେ କେହି ଅଳିଆ ଧରିକି ଆସି ପହଞ୍ଚୁନାହାନ୍ତି ମୁଁ ଏଠୁ ଗଲା ପରେ ଘରୁ କଣ କରିବେ ନା ଆମ ଭାଉଜ ମାନେ ଗୁଣ୍ଡୁଛି ମୁଁ ସାର ଭଳିଆ ଏମିତି ଟୁଙ୍ଗୁର ହେଇକି ବାହାରିକି ଆସିବେ ରାସ୍ତା ଉପରେ ସବୁ ଅଳିଆ କୋଡେଇ ଦେଇକି ଯିବେ ଆଉ ଯେତେବେଳେ ପରିବେଶ ଅପରିଷ୍କାର ହେଇଯିବ ଦୁର୍ଗନ୍ଧ ବାହାରିବ ସେତେବେଳେ ଯାଇକି ଅଫିସରେ ମୋ ନାଁରେ କମ୍ପ୍ଲେନ ଦେବେ କହିବେ ସଫେଇ ବଲା ତ ଯାଉନାହିଁ ଗାଡ଼ି ଧରିକି କାହିଁକି ମିଛ କଥା କହୁଥିଲ ମୋ ନାଁରେ ଇଏ ଚଡ଼କ ପଡ଼ିବ ମରିଯିବ ସବୁ ମରିଯିବ ମାନେ ତମେ ଘରୁ ଅଲଗା
ଦେଇଛ ଆଚ୍ଛା ମତେ ନାନୀ କହିଲ ଇଏ ଓଟା ଆଣି ଆମେ କୋଉ ରଙ୍ଗ ଡବାରେ ପକେଇବା ଓହୋ ଓଟାଟାକୁ ସବୁଜରେ ହଁ। ଶୁଖିଲାକୁ ନୀଳରେ କଣ ଆଉ କହିବି ତମକୁ ନାନୀ ଇଏ ମୁଁ ତ ସାମାନ୍ୟ ଗୋଟେ ସଫେଇ ଗଲା ମୋ ହାତରେ ଯଦି କ୍ଷମତା ଥାନ୍ତା ତାହେଲେ ମୁଁ ତମକୁ ଗୋଟେ ଓସ୍କାର ଆୱାର୍ଡ ଦେଇଥାନ୍ତି କଣ କହୁଛ କଥା ସତ ଇଏ ନାନୀ ଇଏ ଶୁଣ ଇଏ ତମେ ତ ସବୁ ସରକାରଙ୍କ ନିୟମ ପାଳନ କରୁଛ ତମେ ସାହି ପଡିଶାରେ କହୁନ ଇଏ ନିୟମକୁ ପାଳନ କରିବେ ଆରେ ମୁଁ କେତେ କହୁଛି ସେମାନଙ୍କୁ ହେଲେ କିଛି ଲୋକ ଶୁଣୁଛନ୍ତି ଆଉ କିଛି ଲୋକ ଜମା ଶୁଣୁନାହାନ୍ତି ନା ତମେ କହିବା କେବେ ହେଲେ ବନ୍ଦ କରିବ ନାହିଁ ତମେ କୁହ ଆଉ ସରକାରଙ୍କର ସବୁ ନିୟମକୁ ପାଳନ କର ତମକୁ ଦେଖି ଆଉ 4-5ଟା ଲୋକ ଠିକ ବାଟକୁ ପଳେଇ ଆସିବେ ହଉ ଚେଷ୍ଟା ଜାରି ରଖୁଛି ହଉ ମୁଁ ଚାଲିଲି ହଉ ମତେ କେବେ ଦେଖିପାରିବେନି ଆଲୋ ଅପା ଆଲୋ କୁଲିକିଲ ହଁ ପରା କଣ ଏମିତି କାମ ଥିଲା ଯେ ପଛରୁ ଡାକିଦେଲୁ ଆସ ଆସ ଟିକେ ପାଖକୁ ଆସ ଏଠି କଣ କଲ କି କାହିଁ କିଛି ନୁହଁ ତ ପଛରେ ସେପଟେ ଛିଡା ହେଇ ସବୁ ଦେଖୁଛନ୍ତି ଘରର ଅଳିଆଟିକୁ ଆଣିକି ରାସ୍ତା କଡରେ ଗଦା କରିଦେଲ ପଚାରିଲାରୁ କହୁଛ କିଛି ନାହିଁ ତ ଆଲୋ ଏଠି ଅଳିଆ ପକେଇବି ନା କଣ ତ ଘର ଅଗଣାରେ ପକେଇବି ନା କଣ ବା ଭଲ ଭଲ ମୋ ଘର ଅଗଣାରେ କାହିଁକି ପକେଇବ ଆଉ ସବୁଦିନ ପୁରା ସଫେଇ ଗାଡି ଆସୁଛି ଗୀତ ବଜେଇ ବଜେଇ ଓଦା ଅଳିଆ ଶୁଖିଲା ଅଳିଆ ଅଲଗା ଅଲଗା କରିକି ନେଇକି ଯାଉଛି ତମକୁ ସେତେବେଳେ ଶୁଭୁନି କାନ ଖୋଲା ଦେଇ ଦଉଛ ଯେମିତି ସଫେଇ ଗାଡି ଯାଉଛି ସେମିତି ଅଳିଆ ତାକୁ ଆଣିକି ରାସ୍ତା କଡରେ ଗଦା କରିଦଉଛ ଆରେ ମୋର କିଛି କାମ ଧନ୍ଦା ଅଛି କି ନାଣ୍ଡା କହିଲ ଏଇ ସଫେଇ ଗାଡି ଆସି ଖୋଲିବି ଏଟା ଶୁଖିଲା ଅଳିଆକୁ ଅଲଗା ଅଲଗା କରିବି ପକେଇବି ତାପରେ ତାକୁ ଭାରି ଅସୁବିଧା ହେଇছিল ଅସୁବିଧାଟା ଖାଲି ମୋର ହଉନି ଖାଲି ମୋର କି ତମର ବି ହବନି ଅସୁବିଧାଟା ସମଗ୍ର ବ୍ରଜରାଜନଗରବାସୀଙ୍କ ପାଇଁ ହବ ଜାଣିଛ କେମିତି ଯେମିତି ବର୍ଷା ହବ ଏ ଅଳିଆଟା ଯାଇକି ଟ୍ରେନରେ ପଶିବ ଭଲ ନା ଭାସିଗଲା ଆଉ ଭାସିବନି ଏ ଅଳିଆ ଭାସି ଭାସି କୌଣସି ନା କୌଣସି ଜାଗାରେ ଲାଗିବ ଲାଗିଲେ ଟ୍ରେନଟା ଚୌକ ହବ ଟ୍ରେନ ଚୌକ ହେଲେ ସେଠି ଦୂଷିତ ପାଣି ଜମିବ ଦୂଷିତ ପାଣି ଜମିଲେ ସେଠି ମାରାତ୍ମକ ମଶା ବି ଜନ୍ମ ହେବେ ସେଇ ମଶା ଆମକୁ ଯେତେବେଳେ କାମୁଡିବେ ଆମକୁ ବିଭିନ୍ନ ପ୍ରକାର ରୋଗ ହବ ଆଉ ଏଇ ଯୋଉ ସବୁଦିନ ସଫେଇ ଗାଡି ଆସୁଛି ଘର ପାଖରୁ ଅଳିଆ ନେଇଯାଉଛି ଦିନକୁ ଟଙ୍କାଟେ ମାସକୁ 30 ଟଙ୍କା ଏତେ ସୁବିଧା ପରେ ତମେ ଆସିକି ସଫେଇ ଗାଡି ଅଳିଆ ନ ଦେଇ ଏଣେ ତେଣେ ଅଳିଆ ପକାଉଛ ଖାଇ ପିଇକି ତ ଗୋଟେ ମଇଁଷି ବାଗିଆ ବୁଲିଛ ଦିନକୁ ଟଙ୍କାଟେ ମାସକୁ 30 ଟଙ୍କା ଦେବାର ସକ୍ଷମ ନାହିଁ ବଢିଆ ଦେଖ ମୋର ପାଉଡର କଣ ମଇଦା କଣ୍ଠୋର ଅଟା କିଛି ଛାଡ଼ିନା କିଛି କମୁନି ବୋଲି ନା କଣ ଗୋଟେ ଚାକିରି ଅଛି କରିବ କଣ ମୋ ଜମପୁରରେ ଗୋଟେ ମଇଁଷି ମରିଯାଇଛି ତମକୁ ସୁଣ୍ଡ ଲଗେଇଲେ ତମେ ଠିଆ ହବ କଣ ମତେ ଭାବିଲ କହିଲ ମଇଁଷି ମୋ ଗିରସ ଯଦି ଆସିବ ନା ଦେଲନି ଭୁଲ କରିଛ ଯଦି ମାନ ନହେଲେ ଦଣ୍ଡ ତମେ ହିଁ ପାଇବ ଠିକ ଶୁଣିବାର ନାହିଁ ସିଏ ଆସି ବାଣୀ ଶୁଣେଇଲା ଇଏ ଭାଗବତ ପଳେଇବ ମୁଁ କାହା କଥା ଶୁଣିବାର ନାହିଁ କିଏ ମୋର କଣ କରୁଛ ଦେଖିବା ଦେଖ ଏ ବଜନାନଗର ପୌର ପରିଷଦରେ ଅଛନ୍ତି କାରଣ ତମ ଭଳିଆ ଲୋକ ରହିଲେ ଏ ବଜରାଜନଗରରେ ସବୁ ସରସ ସୁନ୍ଦର ସୁବିଧା ହେଇ ରହିବ ଯଦି ଏ ଭୁଲ କରିଛି ତାର ନାଁ ଯାଇ ମ୍ୟୁନିସିପାଲିଟି ଗୋଟେ କମ୍ପ୍ଲେନ କର ଠିକ କଥା ଯାଉଛି ଜୋରିମାନା ଦବ ଦଣ୍ଡ ପାଇବ ଠିକ କଥା ଜୋରିମାନା ଦେଲେ ଠିକ ଚେତିବ ସଚେତନ କରିବ ମୋ କାମ ମୋ କଥା ସମସ୍ତେ ନେବେ ନାମ